ఏడుకొండలవాడ వెంకటరమణ గోవింద గోవింద। ଆଜି ଆମର ଯାତ୍ରା ତିରୁପତିର ତିରୁମାଳା ପାହାଡ଼ ଉପରକୁ। ସେଠାରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଅବସ୍ଥିତ। ରାତି 3:40ରେ ଆମ ଟ୍ରେନ୍ ପହଞ୍ଚିଲା ତିରୁପତି ଷ୍ଟେସନରେ। ଷ୍ଟେସନ ବାହାରକୁ ବାହାରିବା ମାତ୍ରେ ସାମ୍ନାରେ ଦେଖାଗଲା ବିଷ୍ଣୁ ନିବାସମ୍। ଆମେ ଶୁଣିଥିଲୁ ଦର୍ଶନ ପାଇଁ ଏଠାରେ ଟୋକନ ବିତରଣ କରାଯାଏ। ଶ୍ରୀ ଭେଙ୍କଟେଶ୍ୱର ଦର୍ଶନ ପାଇଁ 3 ମାସ ପୂର୍ବରୁ ଅନଲାଇନ୍ ମାଧ୍ୟମରେ 300 ଟଙ୍କା ଦେଇ ଟୋକନ ନେଇପାରିବେ। କିନ୍ତୁ ଆମେ କୌଣସି ଟୋକନ ପାଇନଥିଲୁ। ଶେଷରେ ପ୍ରଭୁଙ୍କ ନାଁ ନେଇ ଆମେ ତିରୁମାଳା ଯାଉଥିବା ବସ୍ରେ ବସିଲୁ। ବାଟରେ ଏକ ଚେକପୋଷ୍ଟ ଆସିଲା। ଚେକପୋଷ୍ଟରେ ସମସ୍ତଙ୍କୁ ଏବଂ ସମସ୍ତଙ୍କର ଲଗେଜ ଚେକ୍ କରି ପୁଣି ଗାଡ଼ିରେ ବସିବାକୁ କହିଲେ। ତାପରେ ବସ୍ ଯାଇ ତିରୁମାଳା ପାହାଡ଼ ଉପରେ ପହଞ୍ଚିଲା। ସେତେବେଳକୁ ସମୟ ସକାଳ 5ଟା। ଆମେ ସକାଳର ନିତ୍ୟକର୍ମ ସାରି ଦର୍ଶନ ଅଭିମୁଖେ ବାହାରିଗଲୁ। ଶ୍ରୀନିବାସ ଶ୍ରୀ ଭେଙ୍କଟେଶ। ପ୍ରଥମେ ଉଷୁମ କ୍ଷୀର ଦେଇ ସମସ୍ତଙ୍କୁ ସ୍ୱାଗତ କରାଗଲା। ତାପରେ ଧାଡ଼ି ଦେଇ ଆମେ ଆଗକୁ ବଢ଼ି ଚାଲିଲୁ। ତାପରେ ଆମକୁ ଦର୍ଶନର ଟୋକନ ମିଳିଗଲା। 34 ଘଣ୍ଟା ପରର ସ୍ଲଟ୍ ଆମକୁ ମିଳିଥିଲା। 11 hours later। ଯାହା ହେଉ ନିର୍ଦ୍ଧାରିତ ସମୟର 24 ଘଣ୍ଟା ପୂର୍ବରୁ ଦର୍ଶନ ସରିଗଲା। 11 ଘଣ୍ଟା ଗୋଟିଏ ବଡ଼ ହଲ୍ ଭିତରେ କଟିଗଲା। ଅବଶ୍ୟ ଏମର୍ଜେନ୍ସିରେ ଗୋଟିଏ ଲ୍ୟାଣ୍ଡଲାଇନ୍ର ବ୍ୟବସ୍ଥା ଅଛି ଅଲ୍ ଇଣ୍ଡିଆ ଯେକୌଣସି ସ୍ଥାନକୁ ଫ୍ରିରେ କଲ୍ କରିବା ପାଇଁ। 4 ଥର ଖାଦ୍ୟର ବ୍ୟବସ୍ଥା ଏବଂ ଶୌଚାଳୟର ବ୍ୟବସ୍ଥା ମଧ୍ୟ ଅଛି। ଭେଙ୍କଟେଶ୍ୱରଙ୍କ ଦର୍ଶନ ପରେ ଟୋକନ ମୁତାବକ ଲଡ଼ୁ କାଉଣ୍ଟରରୁ ଏକ ଫ୍ରି ଲଡ଼ୁ ସଂଗ୍ରହ କରି ଖାଇଲୁ। ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଶ୍ରୀ ବରାହସ୍ୱାମୀ ମନ୍ଦିର, ଶ୍ରୀବାରୀ ପୁଷ୍କରିଣୀ ଦର୍ଶନ କରି ଅନ୍ନପ୍ରସାଦ କମ୍ପ୍ଲେକ୍ସରେ ରାତ୍ରି ଭୋଜନ କଲୁ। ଏଠାରେ ଦିନକୁ 3 ଥର ମାଗଣା ଅନ୍ନପ୍ରସାଦ ବଣ୍ଟନ କରାଯାଏ। ତାପରେ ଆମେ ମନ୍ଦିର ପ୍ରାଙ୍ଗଣରେ ବିଶ୍ରାମ ନେଲୁ।